ବାଲୁକା କଳା ଦ୍ୱାରା ଦେଶ ବିଦେଶରେ ସୁନାମ ଅର୍ଜନ। ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ରୁଷିଆର ମସ୍କୋରେ ଭାରତ ଉତ୍ସବରେ ସାମିଲ ହେଲେ। ଚଳିତ ମାସ 5 ତାରିଖରୁ 13 ତାରିଖ ପର୍ଯ୍ୟନ୍ତ ରୁଷିଆର ମସ୍କୋରେ ଆୟୋଜିତ ଭାରତ ଉତ୍ସବ 2025ରେ ଓଡ଼ିଆ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ସାମିଲ ହୋଇଛନ୍ତି। ଏହି ଅବସରରେ ଭାରତୀୟ ଦୂତାବାସ ଦ୍ୱାରା ନିଷ୍ପତ୍ତି ଅନୁଯାୟୀ ଶ୍ରୀ ପ୍ରଧାନ ବାଲୁକା କଳା ଜରିଆରେ ଭାରତର ବିବିଧତା ଉପସ୍ଥାପନ କରିଥିଲେ। ବାଲିରେ ମହୀଶୂର ଏବଂ କେରଳର ପ୍ରସିଦ୍ଧ ହାତୀ ମହୋତ୍ସବ, ପଶ୍ଚିମବଙ୍ଗର ମହାବଳ ବାଘ, ମାତ୍ରୋସ୍କା, ରୁଷିଆ ପୁତୁଳାର ପ୍ରସିଦ୍ଧ କାରିଗରୀ, ଜାତୀୟ ପକ୍ଷୀ ମୟୂର ଏବଂ ଜଙ୍ଗଲର ପ୍ରାକୃତିକ ସୌନ୍ଦର୍ଯ୍ୟ ନିର୍ମାଣ କରିଥିଲେ। ଉତ୍ସବରେ ଯୋଗ ଦେଇଥିବା ସମସ୍ତ ଅତିଥିମାନେ ବାଲୁକା କଳାକୁ ପ୍ରଶଂସା କରିଥିଲେ। ସେହିଭଳି ଦ୍ୱିତୀୟ ଦିନରେ ବାଲି ଉପରେ କୋଣାର୍କ ଚକ୍ର ମାଧ୍ୟମରେ ଓଡ଼ିଶା କଳା ଓ ସଂସ୍କୃତିକୁ ପ୍ରଦର୍ଶିତ କରିଥିଲେ। ତତ୍ସହିତ ସେଠାକାର ବ୍ରାଉନ୍ ବିୟରର ଚିତ୍ର ବାଲିରେ ନିର୍ମିତ ହୋଇଥିଲା। ଏଥିରେ ପାଖାପାଖି 60 ଟନ୍ ବାଲି ଓ 20 ଘଣ୍ଟା ଲାଗିଥିବା ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଉକ୍ତ ମହୋତ୍ସବରେ ମସ୍କୋର ରାଷ୍ଟ୍ରଦୂତ ମାନେ ଝନାୟା ସ୍କୋୟାର ଏବଂ ମସ୍କୋ ସହର ପର୍ଯ୍ୟଟନ କମିଶନ ଉପାଧ୍ୟକ୍ଷ ବୁଲାଟ ନୁର ମୁଖାନୋର, ଡେପୁଟି ଚିଫ୍ କମିଶନ ନିକଲେଶ ଗିରି, କଳାହାଣ୍ଡି ସାଂସଦ ସୁଜିତ କୁମାର, କାଉନସିଲ ଅଫ୍ ସ୍ପେସ୍ ଏମ୍ବାସି ଅଫ୍ ଇଣ୍ଡିଆ ଇନ୍ ମସ୍କୋ ଅଫିସର ଅନୁପ ଶ୍ରୀବାସ୍ତବ, ଦିଲ୍ଲୀ ସେକ୍ରେଟାରୀ ଧର୍ମେନ୍ଦ୍ର, ଦିଲ୍ଲୀ ପର୍ଯ୍ୟଟନ ସଚିବ ନିହାରିକା ରାୟ ଉପସ୍ଥିତ ଥିଲେ। ଭାରତୀୟ ସଂସ୍କୃତିର ଏକ ମହାନ ଉତ୍ସବ ଆରମ୍ଭ ହୋଇଛି। ପୁରୀରୁ ମନୋଜ କୁମାର ବଳିଆରସିଂଙ୍କ ରିପୋର୍ଟ, ଜନଶକ୍ତି ଟିଭି।